ପିଲାମାନେ ଆଜି ଆମେ ପଢ଼ିବା ପରିବେଶ ସଂରକ୍ଷଣରେ ଜଣେ ବ୍ୟକ୍ତିର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଓକେ, ଯାହାକି ଆପଣଙ୍କର ଏଇଭଳିଆ ହିଁ କ୍ୱେଶ୍ଚିନ୍ ଆସିଥାଏ ବାରମ୍ବାର। ପରିବେଶ ସଂରକ୍ଷଣ କ'ଣ, ଜଣେ ବ୍ୟକ୍ତିର ଭୂମିକା କ'ଣ ରହିଛି 5 ମାର୍କିଆ ଆସିଥିବ। ତ ଆପଣମାନେ କ'ଣ କରନ୍ତୁ, ୟାକୁ ପ୍ରଥମେ ଭଲ ଭାବରେ ବୁଝନ୍ତୁ, ଆଉ ଯଦି ସବୁଠାରୁ ଭଲ ହେବ ନୋଟ୍ କରିକି ରଖନ୍ତୁ। ଓକେ, ଯଦି ନୋଟ୍ କରିକି ରଖିବେ ସମସ୍ତଙ୍କ ପାଇଁ ଭଲ ହେବ। ତ ଚାଲନ୍ତୁ ଦେଖିବା କ'ଣ ସବୁ ଦେଇଛି। ପ୍ରଥମେ ଦେଇଛି ବ୍ୟକ୍ତିମାନେ ବିଦ୍ୟୁତ୍ ପରି ସମ୍ବଳ ଅପଚୟକୁ କମ୍ କରିବା ଉଚିତ। ସଞ୍ଚିତ ପ୍ରତ୍ୟେକ ବିଦ୍ୟୁତ୍ ୟୁନିଟ୍ ହେଉଛି ଉତ୍ପାଦିତ ବିଦ୍ୟୁତ୍ର ସମାନ ୟୁନିଟ୍, କାରଣ ଏହା କେବଳ ଇନ୍ଧନ ସଞ୍ଚୟ କରେ ନାହିଁ, ସେହି ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହୃତ ହେବ। ଆଚ୍ଛା, ତ ପ୍ରଥମେ ହେଉଛି ଆମେ କମ୍ କ'ଣ ୟୁନିଟ୍ ବିଦ୍ୟୁତ୍ କ'ଣ କମ୍ କରିବା ଉଚିତ, ଯାହାକି ସେ ଯେଉଁ ୟୁନିଟ୍ ରହୁଛି ବିଦ୍ୟୁତ୍ ସେଇଟା କ'ଣ କେବଳ ଇନ୍ଧନ ସଞ୍ଚୟ କରେ ନାହିଁ। ବିଦ୍ୟୁତ୍ ଆମେ ସବୁଆଡ଼େ ବହୁତ ବ୍ୟବହାର ହେଉଛି କି ନାହିଁ। ଆଚ୍ଛା, ତାପରେ କ'ଣ କହୁଛି, ବରଂ ସେହି ଇନ୍ଧନ ଜଳିବା ସହିତ ପ୍ରଦୂଷଣକୁ ରୋକିବାରେ ମଧ୍ୟ ସାହାଯ୍ୟ କରେ। ଯେଉଁ ଇନ୍ଧନଟା ଜଳିଥାଏ କ'ଣ ପ୍ରଦୂଷଣ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ବ୍ୟବହାରରେ ନଥିବା ବ୍ୟକ୍ତି ସର୍ବଦା ଉପକରଣ ଗୁଡ଼ିକୁ ବନ୍ଦ କରିବା ଉଚିତ। ଆଚ୍ଛା, ନେକ୍ସଟ କ'ଣ କହୁଛି, ବ୍ୟକ୍ତିମାନେ ମୋଟର ଯାନ ବ୍ୟବହାର କରିବା ପରିବର୍ତ୍ତେ ଚାଲିବା କିମ୍ବା ଚକ୍ର ବ୍ୟବହାର କରିବାକୁ ପସନ୍ଦ କରିବା ଉଚିତ, ବିଶେଷତଃ ଯେତେବେଳେ ଯାତ୍ରା କରିବାକୁ ଥିବା ଦୂରତା ଛୋଟ ଥାଏ। ବ୍ୟକ୍ତିମାନେ ମୋଟର ଯାନ ବ୍ୟବହାର କରିବା ପରିବର୍ତ୍ତେ କ'ଣ କରିବା, ଚାଲିବାଟା ଦରକାର। କାରଣ ତାହା ଦ୍ୱାରା କ'ଣ ହେଉଛି, ଯେଉଁ ଆମେ ମୋଟର ଯାନ ବ୍ୟବହାର କରୁଛେ ତାହା ଦ୍ୱାରା କ'ଣ ଧୂଆଁ ନିର୍ଗତ ହେଉଛି, ଯେଉଁ ଗୋଟେ ଧୂଆଁ ବାହାରୁଛି ଯାହାକି ପରିବେଶକୁ ଦୂଷିତ କରୁଛି। ଓକେ, ଚକ୍ର ବ୍ୟବହାର କରିବାକୁ ପସନ୍ଦ କରିବା ଉଚିତ, ବିଶେଷତଃ ଯେତେବେଳେ ଯାତ୍ରା କରିବାକୁ ଥିବା ଦୂରତା ଛୋଟ ହୋଇଥାଏ। ଆଚ୍ଛା, ତାପରେ ନେକ୍ସଟ ଦେଖନ୍ତୁ, ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଜନପରିବହନ, ବସ୍, ଟ୍ରେନ୍ ଇତ୍ୟାଦି ବ୍ୟବହାର କରି ବ୍ୟକ୍ତିବିଶେଷ ଅବଦାନ ଦେଇପାରିବେ। ତାପରେ କ'ଣ କହୁଛି, କର୍ମକ୍ଷେତ୍ରକୁ ଯିବା ବେଳେ ନିକଟସ୍ଥ ଅଞ୍ଚଳର ସହକର୍ମୀମାନେ ବ୍ୟକ୍ତିଗତ ସ୍ଥାନରେ ଯିବା ପରିବର୍ତ୍ତେ ସାଧାରଣ ଯାନରେ କରିବା ଉଚିତ। ନେକ୍ସଟ କ'ଣ କହୁଛି, କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାୟକ୍ରମେ ପ୍ରଦୂଷଣ ଯାଞ୍ଚ ପାଇଁ ବ୍ୟକ୍ତିଗତ ଯାନ ନେବା ଉଚିତ। ତାପରେ କ'ଣ କହୁଛି ନା, ପୁନଃବ୍ୟବହୃତ ପଦାର୍ଥରେ ନିର୍ମିତ ଉତ୍ପାଦକୁ ଅଗ୍ରାଧିକାର ଦିଆଯିବା ଉଚିତ। ତ ଏସବୁ କ'ଣ ବ୍ୟକ୍ତିର କ'ଣ ସବୁ ଭୂମିକା ରହିଛି ତାପରେ ସବୁ ଦେଇଛି ପଏଣ୍ଟ। ଭଲ ପଏଣ୍ଟ ବି ଆପଣମାନେ ବାଛିକି ଲେଖିପାରିବେ। ତ ଏବେଠୁ ନୋଟ୍ କରି ରଖନ୍ତୁ, ଯାହାକି ଆପଣମାନଙ୍କ ପାଇଁ କ'ଣ ହେବ, ସୁବିଧା ହେବ। ଆପଣମାନେ ଇଜିଲି ଆପଣ ସେତେବେଳକୁ କ'ଣ କରିବେ, ଭଲ ରେଜଲ୍ଟ କରିପାରିବେ। ଓକେ, ତାପରେ ନେକ୍ସଟ କ'ଣ କହୁଛି ନା, ପ୍ଲାଷ୍ଟିକ ବ୍ୟାଗ୍ ବଦଳରେ ପେପରରେ ତିଆରି ବ୍ୟାଗ୍ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ ବ୍ୟାଗ୍ ବଦଳରେ ପେପରରେ ଯେଉଁ ତିଆରି ହେଉଛି ସେ ବ୍ୟାଗ୍କୁ ଆପଣମାନେ ବ୍ୟବହାର କରିବା ଉଚିତ। ତାପରେ ନେକ୍ସଟ କ'ଣ କହୁଛି, ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ। ପରିବେଶ ସଂରକ୍ଷଣରେ ମଧ୍ୟ ଅଂଶଗ୍ରହଣ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ବି କରିବେ, ପ୍ଲସ୍ ତା ସାଙ୍ଗରେ କ'ଣ କରିବେ ନା ପରିବେଶ ସଂରକ୍ଷଣରେ ଅଂଶଗ୍ରହଣ ବା ଭାଗ ନିଅନ୍ତୁ। ଜଳ ସମ୍ପଦକୁ ଦକ୍ଷତାର ସହିତ ବ୍ୟବହାର କରନ୍ତୁ। ଜଳକୁ ଠିକ୍ ଭାବରେ ବ୍ୟବହାର କରନ୍ତୁ, ଜଳକୁ ନଷ୍ଟ କରନ୍ତୁ ନାହିଁ। ସୌର ହିଟର ଭଳି ଉପକରଣ ସ୍ଥାପନ କରି ଏବଂ ସୌର କୁକର ବ୍ୟବହାର କରି ନବୀକରଣ ଯୋଗ୍ୟ ଉତ୍ସଗୁଡ଼ିକୁ ବ୍ୟବହାର କରନ୍ତୁ। ଆଚ୍ଛା, ସମ୍ଭାବ୍ୟ କ୍ଷତିକାରକ ଦ୍ରବ୍ୟ ଯେପରିକି କୋଷ, ବ୍ୟାଟେରୀ, କୀଟନାଶକ ପାତ୍ର ଇତ୍ୟାଦି ସଠିକ୍ ଭାବରେ ବର୍ଜନ କରନ୍ତୁ। ଆଚ୍ଛା, ତାପରେ ନେକ୍ସଟ କ'ଣ କହୁଛି, ରେଫ୍ରିଜରେଟର ଗୁଡ଼ିକର ବ୍ୟବହାରକୁ ଯଥା
ସମ୍ଭବ କମ୍ କରାଯିବା ଉଚିତ, ଯେହେତୁ ସେମାନେ CFCର ମୂଳ ଉତ୍ସ ଅଟନ୍ତି, ଯାହା ଓଜନ ସ୍ତର ହ୍ରାସ ପାଇଁ ଦାୟୀ କି ନାହିଁ। ଆଚ୍ଛା, ପରିବାର ଯୋଜନାକୁ ଅନୁସରଣ ଏବଂ ପ୍ରୋତ୍ସାହନ ଦିଅ। ପରିବାର ଯୋଜନାକୁ ଅନୁସରଣ ଏବଂ ପ୍ରୋତ୍ସାହନ ଦିଅ, କାରଣ ଅଧିକ ଜନସଂଖ୍ୟା ଅର୍ଥ ଅଧିକ ଉତ୍ସ ଗୁଡ଼ିକର ବ୍ୟବହାର କରାଯାଏ ଏବଂ ଅଧିକ ଉତ୍ସ ଗୁଡ଼ିକ ଅଧିକ ପ୍ରଦୂଷଣକୁ ସୂଚାଏ। ଅଧିକ ଯେଉଁ ଉତ୍ସ ଗୁଡ଼ିକ କ'ଣ ପ୍ରଦୂଷଣ ହୋଇଥାଏ କି ନାହିଁ। ଆଚ୍ଛା, ଉଚ୍ଚ ସ୍ୱର ଶୁଣିବା ପରି ଶବ୍ଦ ଉତ୍ପାଦନ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ। ଉଚ୍ଚ ସ୍ୱର ନ ଶୁଣି ଶବ୍ଦ କାର୍ଯ୍ୟକଳାପରୁ କ'ଣ ଦୂରେଇ ରୁହନ୍ତୁ। ସବୁଜ ପ୍ରଯୁକ୍ତିବିଦ୍ୟା ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଭାବରେ ମଧ୍ୟ ଜଣାଶୁଣା। ଏହା ପରିବେଶ ଉପରେ କିଛି ଏବଂ ଦୀର୍ଘକାଳୀନ ପ୍ରଭାବକୁ ଧ୍ୟାନରେ ରଖିଥାଏ। ସବୁଜ ଦ୍ରବ୍ୟ ସଂଜ୍ଞା ଅନୁଯାୟୀ ପରିବେଶ ଅନୁକୂଳ ଅଟେ। ଶକ୍ତି ଦକ୍ଷତା, ପୁନଃବ୍ୟବହାର, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଚିନ୍ତା, ଅକ୍ଷୟ ସମ୍ବଳ ଏବଂ ଅଧିକ ସବୁଜ ଉତ୍ପାଦ କିମ୍ବା ପ୍ରଯୁକ୍ତିବିଦ୍ୟା ତିଆରିରେ ସାହାଯ୍ୟ କରେ। ତାପରେ କ'ଣ ଦେଇଛି ନା ଲକ୍ଷ୍ୟ। ସବୁଜ ବୈଷୟିକ ଜ୍ଞାନର ମୂଳ ଉଦ୍ଦେଶ୍ୟ ହେଉଛି ଦୀର୍ଘ ଦିନ ମଧ୍ୟରେ ଆଖପାଖରେ ପରିବେଶକୁ ନଷ୍ଟ ନକରି ଅନ୍ୟ ପ୍ରଯୁକ୍ତିବିଦ୍ୟାକୁ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାରେ ସାହାଯ୍ୟ କରିବା। ସ୍ଥାୟୀ ଟେକ୍ନୋଲୋଜିର ଅନ୍ୟ ଉଲ୍ଲେଖନୀୟ ଲକ୍ଷ୍ୟ ଗୁଡ଼ିକ ନିମ୍ନରେ ଦିଆଯାଇଛି। କ'ଣ କ'ଣ ଦିଆଯାଇଛି ଆମେ ଦେଖିବା। ଶକ୍ତି ଉତ୍ସ ଗୁଡ଼ିକର ଏକ ସନ୍ତୁଳନ ସୃଷ୍ଟି, ଅଣ ଅକ୍ଷୟ ଶକ୍ତିର ବ୍ୟବହାରକୁ ହ୍ରାସ କର, ଯାହାଦ୍ୱାରା ଖର୍ଚ୍ଚ ହୋଇନଥିବା ଅକ୍ଷୟ ଶକ୍ତିର ପରିମାଣ ଶିଳ୍ପ ଦ୍ୱାରା ବ୍ୟବହୃତ ଅକ୍ଷୟ ଶକ୍ତି ସହିତ ମେଳ ହୁଏ। ଶକ୍ତି ଉତ୍ସ ଯେଉଁ ରହିଛି ଆମର ତାହା ଉପରେ କୁହାଯାଇଛି। ଆଚ୍ଛା, ତାପରେ ନେକ୍ସଟ କ'ଣ 2 ନମ୍ବର କୁହାଯାଇଛି, ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକର ସଞ୍ଚୟ। ଆଚ୍ଛା, ଅକ୍ଷୟ ଶକ୍ତି ବ୍ୟବହାରକୁ ଏକ ସ୍ତରକୁ ନିୟନ୍ତ୍ରଣ କରନ୍ତୁ ଯେଉଁଠାରେ ଏହାର ଉତ୍ପାଦନ ପରିମାଣ ଅତିକ୍ରମ କରିବ ନାହିଁ। ଆଚ୍ଛା, ଅତ୍ୟଧିକ ଶୋଷଣରୁ ପ୍ରକୃତିର ରକ୍ଷା। ତ ନେକ୍ସଟ ଭିଡ଼ିଓରେ ଏଇଟା ଆମେ ପଢ଼ିବା, ଅତ୍ୟଧିକ ଶୋଷଣରୁ ପ୍ରକୃତିର ରକ୍ଷା କ'ଣ ନେକ୍ସଟ ଭିଡ଼ିଓରେ ପଢ଼ିବା। ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ। ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।